ଭଲ ପଦକ୍ଷେପ ସେଥିପାଇଁ ଅଶେଷ ଧନ୍ୟବାଦ ଦେଉଛୁ ଏବଂ ତା ସହିତ ଆଜିର ଗେଷ୍ଟ ଜଗନ୍ନାଥ ଭାଇ ଦିଲ୍ଲୀ ମଉସା ପ୍ରକାଶ ମଉସା ନବ ଭାଇ ଏମାନେ ତ ସବୁ ଆମର ଲୋକାଲ ଏମାନଙ୍କୁ ବି ଅଶେଷ ଧନ୍ୟବାଦ ଦେଉଛି ଏଇ ବଢ଼ିଆ ବଢ଼ିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ। ତେଣୁକରି ଆଜିକାଲି ଦେଖିଥିବେ ଫିଲ୍ମ ଆଉ ଯାତ୍ରା ଭିତରେ ବହୁତ ବଡ଼ ଡିଫରେଣ୍ଟ ଅଛି। ମୁଁ ଯେତେବେଳେ ଫିଲ୍ମ କ୍ୟାରିୟର ଷ୍ଟାର୍ଟ କରିଦେଲି এই 6 মাস 7 মাস ହେଲା ଯେତେବେଳେ ଯାତ୍ରା କ୍ୟାରିୟରରେ ଯେତେବେଳେ ପାଦ ଦେଲି ମୋ ଯାତ୍ରାରେ ସମ୍ପୂର୍ଣ୍ଣ ନୂଆ ଜଗ୍ ବି ଜଣା ନାହିଁ। ଏଠି ବଡ଼ ବଡ଼ କଳାକାରମାନେ ଅଛନ୍ତି କାହାକୁ ବି ଚିହ୍ନିଲି ବହୁତ ଖରାପ ଲାଗେ ମାନେ ଯେତେବେଳେ ଦେଖା କରିବାକୁ ଯାଏ ମୁଁ ଚିହ୍ନି ନଥାଏ ତାପରେ ଚିହ୍ନିଲା ପରେ ମୁଁ ତାଙ୍କୁ ହ୍ୟାଣ୍ଡସେକ୍ କରି ସମର୍ଥନ କରେ। ତାପରେ ଯେତେବେଳେ ଗୋଟେ ପଦ କହିଥାନ୍ତି ଯେ ଯାତ୍ରାକୁ ପଳେଇଲୁ ଗୋଟେ ଫିଲ୍ମ ହିରୋ ତୁ ଗୋଟେ ଯାତ୍ରାକୁ ଯାଇ କରୁଛୁ ଯାତ୍ରାକୁ କାହିଁକି ଅଣଦେଖା କରାଯାଉଛି। ଯାତ୍ରାରେ ଯୋଉ ଆର୍ଟିଷ୍ଟ ଗୋଟେ କଳା ପ୍ରଦର୍ଶନ କରୁଛନ୍ତି ସିଏ ହିଁ ପ୍ରକୃତରେ ରିଅଲ ଆର୍ଟିଷ୍ଟ। କିନ୍ତୁ ଫିଲ୍ମ ଗୋଟେ ଏମିତି ଜିନିଷ ପଇସା ଦେବ ଯଦି ଗୋଟେ ଟେକ୍ 10ଟା ଟେକ୍ କରିକି ଆପଣ ଫିଲ୍ମରେ ଅଭିନୟ କରିଦେଇପାରିବେ କିନ୍ତୁ ଯାତ୍ରାରେ କୌଣସି ଲୋକ ଚିଟ୍ କରିପାରିବେ। ତେଣୁକରି ଯାତ୍ରା ଜାଗାରେ ଆଉ ଯାତ୍ରାର କ୍ରେଜ୍ ଏତେ ବଢ଼ିଯାଇଛି ମୁଁ କେବେ ଜୀବନରେ ବି ମୁଁ ବିଶ୍ୱାସ କରିନଥିଲି ମୋତେ ଡର ଥିଲା କେମିତି ରାତି ଅନିଦ୍ରା ଯେତେ ବି ମୁଁ ପରିଶ୍ରମ କଲେ ବି ଯେତେବେଳେ ଲୋକମାନଙ୍କୁ